କେନ୍ଦୁଝର ଜିଲ୍ଲା ପୋଲିସ ଗୋମାଫିଆଙ୍କୁ ସାବାଡ଼ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ସମେତ ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଚଢ଼ାଉ ଜାରି ରଖିଥିବା ବେଳେ ଜିଲ୍ଲାର ଅପରାଧିକ ସ୍ଥଳ ଢେଙ୍କିକୋଟ ନିକଟସ୍ଥ ସାଆନ୍ତରାପୁର ଗ୍ରାମରେ ଜିଲ୍ଲା ବନ ବିଭାଗ ଜିଲ୍ଲା ପୋଲିସ ସହାୟତାରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ କରିଛି। ଘଟଣାକ୍ରମେ ଆଜି କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ଗୋମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦୁଝର ଜିଲ୍ଲାର ଅପରାଧିକ ସ୍ଥଳ ସାଆନ୍ତରାପୁର ସମେତ ଜିଲ୍ଲାର ଅନ୍ୟ ଅଞ୍ଚଳ ଏବଂ ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିବା ବେଳେ କେନ୍ଦୁଝର ବନଖଣ୍ଡ ପକ୍ଷରୁ ସାଆନ୍ତରାପୁର ଗ୍ରାମରେ 7ଟି ଘର ଉପରେ ଜିଲ୍ଲା ପୋଲିସ ସହାୟତାରେ ଚଢ଼ାଉ କରାଯାଇ ଚୋରା କାଠ ମାଫିଆଙ୍କ ବିଭିନ୍ନ ଷ୍ଟକ୍ ପଏଣ୍ଟରୁ ବିପୁଳ ପରିମାଣର ଗମ୍ଭାରୀ, ଆକାଶିଆ ଓ ଶାଗୁଆନ ପ୍ରଜାତିର କାଠ ଜବତ କରାଯାଇଛି। ଜବତ ହୋଇଥିବା 59 ଲଗ୍ ଯାହାର ପରିମାଣ 176 ଘନଫୁଟ ହେବ ଏବଂ ସେଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ 1,20,000 ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବହୁଳ ଭାବରେ ଆଦୃତ ହୋଇଥିବା ସୋସିଆଲ ମିଡ଼ିଆ ହ୍ୱାଟ୍ସଆପ୍ ଜରିଆରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ସୂଚନା ଦେଇଛନ୍ତି। କେନ୍ଦୁଝରରୁ ଗଗନ ବିହାରୀ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।